ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକର ବ୍ରାହ୍ମଣୀ ନଦୀ ଉପରଭାଗରେ ରହୁଥିବା ଦଳିତ ସମାଜର ବାର୍ଷିକ ବୈଠକ ଭାଲିଆବେଡ଼ା ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକ ପ୍ରାରମ୍ଭରେ ସମାଜର ସମ୍ପାଦକ ଶ୍ରୀଯୁକ୍ତ ପାଣ୍ଡବ ନାୟକ ବାର୍ଷିକ ବିବରଣୀ ଓ ଅପବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ସଂଘର ବରିଷ୍ଠ ସଭ୍ୟ ଜଳଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଚାରପତି ଭାବେ କାଳନ୍ଦୀ ନାୟକ ମିଟିଂ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ କରି ସଭା ଆରମ୍ଭ ହୋଇଥିଲା। ସର୍ବସମ୍ମତିକ୍ରମେ ସମାଜସେବୀ ଖଗେଶ୍ୱର ନାୟକଙ୍କୁ ସଂଘର ସଭାପତି ଭାବେ ମନୋନୀତ କରାଗଲା। ସମାଜର ପୂର୍ବତନ ସଭାପତି ଦିବଂଗତ ଯଦୁମଣି ନାୟକଙ୍କ ବିୟୋଗରେ ସମାଜର ସଭ୍ୟମାନେ 1 ମିନିଟ୍ ନୀରବ ପ୍ରାର୍ଥନା କରି ସଭା ଆଗକୁ ନେଇଥିଲେ। ପ୍ରଥମେ ପ୍ରତ୍ୟେକ ଗାଁରୁ ଆସିଥିବା ସଭ୍ୟମାନଙ୍କର ଭଲମନ୍ଦ ପଚାରିବା ସହ ନୂତନ ସଭାପତି ଶ୍ରୀଯୁକ୍ତ ଖଗେଶ୍ୱର ନାୟକଙ୍କୁ ସ୍ୱାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସଭାକୁ ସଫଳ କରିଥିଲେ। କାର୍ଯ୍ୟକ୍ରମରେ ସଭ୍ୟ ଅଭୟ କୁମାର ନାୟକ, ଅନିଲ ନାୟକ, ଶିବ ନାୟକ, ଅମୂଲ୍ୟ ନାୟକ, ଜୟଦେବ ନାୟକ, କାଳିଆ ନାୟକ, ଅଶୋକ ନାୟକ, ମାନସ ନାୟକ, ଦୀପକ ନାୟକ, ରାଜକିଶୋର ନାୟକ, ବିଜୟ ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ। ସଭା ଶେଷରେ ଭୋଜନ ସାରି ବୈଠକ ସାଙ୍ଗ କରାଗଲା। ନମସ୍କାର କରିବି। ତାଳଚେର ପୁଲିସ ପାଣ ସମାଜ ଆମ କଣିହାଁ ବ୍ଲକର 7ଟି ଗାଁକୁ ନେଇକି କୋଡ଼ାଗଡ଼, ଗେଉଁଠିଆ, ଝାରବେଡ଼ା, ପରମପଶି, କର୍ଦାଖମଣ, କୁଲାବିରି ଏବଂ ସମସ୍ତଙ୍କୁ ମୋ କୃତଜ୍ଞତା ଜଣାଉଛି। ଆମ ପୂର୍ବପୁରୁଷମାନେ ଯେଉଁ ସଂଗଠିତ ହୋଇ ଆମକୁ ଗୋଟେ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି, ସେଇ ସମାଜର ଆମେ ଦାୟାଦ। ଆଜିର ଏ କାର୍ଯ୍ୟକ୍ରମରେ 7ଟି ଗ୍ରାମର ଶତାଧିକ କର୍ମକର୍ତ୍ତାକୁ ନେଇ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଜଳଧର ନାୟକ ସଭାପତିତ୍ୱ କରିଥିଲେ। ଶ୍ରୀଯୁକ୍ତ କାଳନ୍ଦୀ ନାୟକ ତାଙ୍କର ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ମୋ ଅନିଚ୍ଛା ସତ୍ତ୍ୱେ ଆମର ବରିଷ୍ଠ ଏବଂ କନିଷ୍ଠ ଭାଇମାନେ ମୋତେ ଆଜି ସଭାପତି ରୂପରେ ଦାୟିତ୍ୱ ଦେଇଥିଲେ। ତେଣୁ ମୁଁ ପାରୁ ଚେଷ୍ଟା କରିବି ଯେ ଆମର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆମ ଜାତି ସମାଜର ଉନ୍ନତି ପାଇଁ କେମିତି ଏକାଠି ହୋଇ ଆମ ସମାଜକୁ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ କେମିତି ଆଗକୁ ନେବା, ସେଥିପାଇଁ ଚେଷ୍ଟା କରିବି। ଧନ୍ୟବାଦ, ନମସ୍କାର। ଆମର ଏଇ ଉପରବିଶି ପାଣ ସମାଜର ଯେଉଁ ଆଜି 2026 ଯେଉଁ ବାର୍ଷିକ ବୈଠକ ହେଇଥିଲା, ଏଟା ଆଜିର ବୈଠକ ନୁହଁ। ବହୁତ ପୁରାତନ କାଳ ପରମ୍ପରାର ଆମ ପୂର୍ବପୁରୁଷମାନେ ଆମର ପାଣ ସମାଜକୁ ଏକତା, ଭାଇଚାରା ସୃଷ୍ଟି କରିବା ଏବଂ ପାଣ ସମାଜକୁ କିପରି ଶିକ୍ଷା, ସାମାଜିକ ଏବଂ ଅର୍ଥନୈତିକ ଏହି ସମସ୍ତ ବିଷୟରେ ଜାଗ୍ରତ କରିବା ଆଉ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ବିଚାର କରାଯାଇଥାଏ। ଯେକୌଣସି ବ୍ୟକ୍ତି କୌଣସି ଅମଙ୍ଗଳ କିମ୍ବା ଅସାମାଜିକ କାମ କରେ, ତା ପାଇଁ ବି ଆଲୋଚନା କରି ତାକୁ ନ୍ୟାୟ ବିଚାର କରି ଦଣ୍ଡବିଧାନ ବି ହେଇଥାଏ। ତେଣୁ କିପରି ଲୋକ ଅନ୍ୟାୟ କରିବେ ନାହିଁ, ଭୁଲ ବାଟରେ ଯିବେ ନାହିଁ, ସେଇଥିପାଇଁ ପ୍ରବର୍ତ୍ତାଇଥାଏ ଏଇ ଅନୁଷ୍ଠାନ। ତେଣୁ ଏଥିରୁ ମୁଖ୍ୟ ବୟୋଜ୍ୟେଷ୍ଠ ମାନେ ଏବଂ ଆମର ଯୁବଗୋଷ୍ଠୀ ମାନେ ଏବେ ସତର୍କ ହୋଇ ଆମ ସମାଜର କିପରି ଶିକ୍ଷା, ସମ୍ମାନ ଏବଂ ଆର୍ଥିକ ପରିସ୍ଥିତି ଏବଂ ସାମାଜିକ ପରିସ୍ଥିତି, ସାଂସ୍କୃତିକ ପରିସ୍ଥିତି କିପରି ଉତ୍ତରୋତ୍ତର ଉନ୍ନତି ହେବ, ଏ ବିଷୟରେ ମଙ୍ଗଳ କାମନା କରାଯାଇଥିଲା। ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଏଇ ଅନୁଷ୍ଠାନ, ଏଇ ସଂଗଠନ ସମସ୍ତେ ଏକଜୁଟ ହୋଇ ଏକ ମୁଠାରେ ଏକ କାଠି ବିଡ଼ା ଭାବରେ କିପରି ଶକ୍ତିଶାଳୀ ହେବ, ତା ପାଇଁ ମଧ୍ୟ ଆଲୋଚନା କରା। ମୁଁ ସର୍ବପ୍ରଥମେ ତ ଆପଣ ମିଡ଼ିଆକୁ ଆମର ଉପରବିଶି ପାଣ ସମାଜ ତରଫରୁ ସ୍ୱାଗତ ଜଣାଉଛି। ଆଜିର ବୈଠକଟି ଆଜିର କଥା ନୁହେଁ, ହେଉଛି ଆମର ଦୀର୍ଘ 50 ବର୍ଷର ସଂଗଠନ, ଯାହାକି ଆମର ପୂର୍ବପୁରୁଷ ମାନେ ଗଢ଼ି ଯାଇଛନ୍ତି। ଏହା କେବଳ ଆମେ ପାଳନ କରୁଛୁ। ଏହା ବର୍ଷକୁ ଗୋଟିଏ ଥର ହେଇଥାଏ। ତେଣୁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମ ଜାତିର ସମାଜ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ କେମିତି ଉନ୍ନତି ହେବ, ସେଥିପାଇଁ ଆମେ ବର୍ଷକୁ ଥରେ ଏକତ୍ରିତ ହେଇଥାଉ ଏବଂ ଆଲୋଚନା ମଧ୍ୟ। ତାଳଚେରରୁ ଖଗେଶ୍ୱର ନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।